Hello everyone, welcome back to my channel Code with Saisri. ମୁଁ ସାଇଶ୍ରୀ ମୁଣ୍ଡ। ଆଜି ଆମେ PCMIT ପାଇଁ କଣ କଣ କ୍ୟାରିୟର ଅପସନ୍ସ ଗୁଡାକ ଅଛି ତାହା ଦେଖି ନେବା। ପ୍ରିଭିୟସ୍ ଭିଡିଓରେ ଆମେ ଦେଖି ନେଇଛୁ PCMB ପାଇଁ କଣ କଣ ଅଛି ଆଉ PCMIT ପାଇଁ କଣ କଣ ଅଛି। ଆଜି ଆମେ ଦେଖିବା BIT। ଓକେ, PCMIT ସରିଯାଇଛି, PCMB ସରିଯାଇଛି। ଆଜି ଆମେ ଦେଖିବା PCBIT, ଯୋଉମାନେ କି ନନ୍ ମ୍ୟାଥ୍ ଥିଲେ, ଯୋଉମାନେ କି ମ୍ୟାଥ୍ ନେଇ ନଥିଲେ। ଓକେ, ସୋ ଷ୍ଟାର୍ଟ କରିବା। କ୍ୟାରିୟର ମାନେ ଆପଣ ମାନେ ତ ଜାଣିଛନ୍ତି କଣ, ଗୋଟେ ଲାଇଫର ମେନ୍ ପାର୍ଟଟା। ଓକେ, ଯୋଉଟା କି ଆମ ଲାଇଫ ସାରା ଆମେ କଣ କରିବା, ଖୁସିରେ ରହିବା ନା ଦୁଃଖରେ ରହିବା ନା କଣ ହେବାକୁ, ତାହା ସବୁ ଡିସାଇଡ କରେ। ଏଇଟା ଗୋଟେ ମେନ୍ ପାର୍ଟ ଆମ ଲାଇଫର। ଏଇଟାକୁ ଆମେ ଭେରି ଜେନୁଇନଲି ଭେରି ଫୋକସ କରିକି ଆମେ ଏଇଟାକୁ ଡିସାଇଡ କରିବାର କଥା। ଓକେ, ଆମେ ହରବର ହେଇକି ୟା ଫିର ଶୀଘ୍ର ଶୀଘ୍ର ଡିସାଇଡ କରିବାର କଥା ନୁହଁ। ଆମକୁ ଏକ୍ସପ୍ଲୋର କରିବାର କଥା। ବହୁତ ଗୁଡାକ କ୍ୟାରିୟର ଗୁଡାକ ଅଛି, କେଉଁଟା କଲେ ଭଲ ହେବ, କେଉଁଟା କଲେ ଏଇଟା ହେବ, ତାର କୋର୍ସ ଗୁଡାକ ଦେଖନ୍ତୁ। ଆଉ କଣ କଣ ସବଜେକ୍ଟ ଗୁଡାକ ଅଛି, ଆପଣଙ୍କ କ୍ରାଇଟେରିଆ ସବଜେକ୍ଟକୁ ମ୍ୟାଚ୍ କରୁଛି ନା ନାହିଁ, ସେଟା ଗୁଡାକ ଦେଖିକି ଆପଣ ମାନେ କ୍ୟାରିୟର କଣ କରିବି ତାହା ଉପରେ ଭାବନ୍ତୁ। ମତଲବ ତାହା ଉପରେ ଚିନ୍ତା କରନ୍ତୁ। ଓକେ, କାହିଁକି ନା ଏବେ ଆମେ ଡିସାଇଡ କରିନେବା କି ହଁ ଏବେ ୟା ପରେ ମୁଁ +3 କରିବି, ୟା ପରେ ମୁଁ ଡ୍ରପ୍ ନେବି, ନିଟ୍ କୋଚିଂ କରିବି, ୟା ପରେ ମୁଁ JEE କରିବି। ଆମେ ଏହି ସିଚୁଏସନରେ ଡିସାଇଡ କରିନେବା, କିନ୍ତୁ ଆଉ କେତେ ଦିନ ଗଲା ପରେ ୟା ଫିର ଆଉ କେତେ ବର୍ଷ ଗଲା ପରେ ଆମକୁ ରିଅଲାଇଜ ହେବ ନା ସେଇଟା କରିଥିଲି ଠିକ ହେଇଥାନ୍ତା, ନା ମୁଁ ଆଇ ହୋପ ମୁଁ ସେ କ୍ୟାରିୟରଟା ଚୁଜ କରିଥିଲି, କାଶ ମୁଁ ସେ କ୍ୟାରିୟରରେ ଯାଇଥିଲି। ସେମିତି ରିଗ୍ରେଟ ହୁଏ। ତ ଆପଣ ମାନେ ଏଇ ହିସାବରେ କ୍ୟାରିୟରଟାକୁ ଚୁଜ କରନ୍ତୁ, ଯେପରିକି ଆପଣ ମାନେ ରିଗ୍ରେଟ କରିବାକୁ ପଡିବନି ଆପଣ ମାନଙ୍କୁ ଆଗକୁ। ସୋ ଦ୍ୟାଟ ଆପଣ ମାନେ ଗୋଟେ ସକ୍ସେସଫୁଲ ହ୍ୟୁମାନ ବନିପାରିବେ। ଓକେ, ଆଉ ଏଇଟା ଗୋଟେ ବି ଥାଏ କି ହଁ ଏବେ ନିଟ୍ କରିନେବା, ଡ୍ରପ୍ କରିନେବା, ଦେନ୍ JEE କରିନେବା, ଆଉ ନହେଲେ ଆଉ ଗୋଟେ ବର୍ଷ ଟ୍ରାଏ କରିଲେ ହେଇଯିବ। ଯଦି ଆପଣ ମାନଙ୍କୁ ସେଇ ଲାଇନରେ ମିନ୍ସ ଗୋଟେ ଥର ଟ୍ରାଏ କରିଲେ ଠିକ ଅଛି, 2 ଥର ଟ୍ରାଏ କରିଲେ ଠିକ ଅଛି, କିନ୍ତୁ 3 ନମ୍ବର ଥର ଟ୍ରାଏ କରିଛନ୍ତି ନା, ତାହେଲେ ଆପଣ ମାନଙ୍କର 3 ବର୍ଷ ୱେଷ୍ଟ ହେଇଯାଏ। ପାଇଲେ ତ ଭଲ କଥା, କାହିଁକି ନା ସେତେ ପରସେଣ୍ଟେଜର ଏଇଟା ନାହିଁ, ମିନ୍ସ ସେତେ ଚାନ୍ସ ନାହିଁ ପାଇବାର। ତ ସେଥିପାଇଁ ଆପଣ ମାନେ ଗୋଟେ ଭଲ କ୍ୟାରିୟର ଚୁଜ କରନ୍ତୁ। ତାର 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 ଅଲ୍ଟରନେଟିଭ ହେଇପାରେ, B.Pharm ହେଇପାରେ, D.Pharm ହେଇପାରେ, ସେଇ ଲାଇନରେ ଯଦି ଯିବାର ଅଛି। ଅଦରୱାଇଜ ପ୍ରାଇଭେଟ ନିଟ୍ ହେଇଗଲା, ପ୍ରାଇଭେଟ MBBS ହେଇଗଲା, ଯୋଉଟା ସେଟା କରିପାରନ୍ତୁ। ସେଟା ଦେଖିବାକୁ ଗଲେ ବହୁତ ଖର୍ଚ୍ଚା ହୁଏ, ତ ସେଟା ଟିକେ ଆଭଏଡ କରିବେ। ନର୍ସିଂ ହେଇଗଲା, ବହୁତ ଗୁଡାକ କ୍ୟାରିୟର ଗୁଡାକ ଅଛି, ଆପଣ ମାନେ ଏକ୍ସପ୍ଲୋର କରିଲେ ଜାଣିବେ। ଓକେ, ସୋ ସେଥିପାଇଁ ଭାବି ଚିନ୍ତିକି ଡିସାଇଡ କରିବେ କି ଆଉକୁ ମତେ କଣ କରିବାର ଅଛି। ଏମିତି ଡିସାଇଡ କରିବେ କି ଆଉକୁ ଆପଣ ମାନଙ୍କୁ ରିଗ୍ରେଟ ହେବ ନାହିଁ। ଓକେ, ସୋ ଷ୍ଟାର୍ଟ କରିବା, ଲେଟ୍ସ ବିଗିନ୍। PCBIT ପାଇଁ PCMB ଯୋଉଟା ନା, PCBIT ପାଖାପାଖି ସେମ୍। ଓକେ, PCBIT ରେ କଣ ହୁଏ, PCMB ରେ ଓନ୍ଲି ମ୍ୟାଥ ଥାଏ, କିନ୍ତୁ ମ୍ୟାଥର ମିନ୍ସ ଆପଣ ମାନେ ମେଡିକାଲ ଫିଲ୍ଡ କୁ ଯାଆନ୍ତି ୟା ଫିର କଣ କରନ୍ତି, ତାହେଲେ ମ୍ୟାଥର ସେତେ ଦରକାର ଥାଏ ନା। ତ PCBIT ରେ କଣ ଗୋଟେ ଏକ୍ସଟ୍ରା ଏଡ୍ ହୁଏ, ଆଇଟି ଉପରେ ଯୋଉଟା ଅଛି ଆପଣ ମାନେ ତାହା ମଧ୍ୟ କରିପାରିବେ। ସୋ ଏଇଟା ଗୋଟେ ଆଡଭାନ୍ଟେଜ ଆପଣଙ୍କ ପାଇଁ। ଆପଣ ଚିନ୍ତା କରନ୍ତୁ ନାହିଁ କି ମୁଁ ମ୍ୟାଥ ନ ନେଲି ଏବେ କଣ କରିବି, କଣ କରିବି ନାହିଁ, ସେମିତି ଆପଣ ଭାବନ୍ତୁ ନାହିଁ। କାହିଁକି ଆପଣଙ୍କ ପାଇଁ ବଡ ଅପରଚୁନିଟି ଗଛ ଅଛି, ଯାହା ହେଉଛି ଆଇଟି। ଆଜିକାଲି ଆଇଟି ଧୀରେ ଧୀରେ ବହୁତ ପ୍ରୋଗ୍ରେସ କରିବାକୁ ଲାଗିଲାଣି। ଓକେ, ସୋ ଦ୍ୟାଟ ଆପଣ ମାନେ ଗୋଟେ ଭଲ କ୍ୟାରିୟରଟା ବନେଇ ପାରିବେ। ଆପଣ ମାନେ ଯଦି BSc ସରିକି ମଧ୍ୟ ବାଙ୍ଗାଲୋରକୁ ପଳଉଛନ୍ତି, ତାହେଲେ ମଧ୍ୟ ସେଥିରେ ଅପରଚୁନିଟି ଗୁଡାକ ଅଛି, ଆପଣ ମାନେ ଜବ୍ କରିପାରିବେ। ପ୍ରାୟତଃ ମିଳିବ, ଏଇଟା ଠିକ ନା କି 10,000 ମିଳିବ, 15,000 ମିଳିବ, ଏମିତି ମିଳିବ ଷ୍ଟାର୍ଟିଂରେ। ତ ସେଇଟା ପଲେଇଯିବ, ଖର୍ଚ୍ଚା ହେଇଯିବ, ବଟ୍ ଆପଣଙ୍କ ଏକ୍ସପିରିଏନ୍ସଟା ଗେନ୍ ହେବ। ଓକେ, ଏକ୍ସପିରିଏନ୍ସଟା ଗେନ୍ ହେବ, ଯୋଉଟା କି ଆଉକୁ ଆପଣଙ୍କୁ ହେଲ୍ପ କରିବ। ଆଉ BSc ସରିଲା ପରେ ଆପଣ ମାନେ ଯଦି ପଳଉଛନ୍ତି BSc କମ୍ପ୍ୟୁଟର ସାଇନ୍ସ ୟା ଫିର BCA ସରିଲା ପରେ ଆପଣ ମାନେ ଯଦି ପଳଉଛନ୍ତି ବାଙ୍ଗାଲୋରକୁ, ତାହେଲେ ଆପଣ ମାନେ
ଅପରଚ୍ୟୁନିଟି ଗୁଡ଼ାକ ପାଇବେ, ଇଣ୍ଟରଭ୍ୟୁ ଗୁଡ଼ାକ ଦେବେ, ଜବ୍ଟା ଇଜିଲିଟା ମିଳିଯିବ। 15ରୁ 15 to 20,000 ଭିତରେ ମିଳିଯିବ ଆରାମସେ। ଓକେ, ଦେନ୍ ମିଳିଗଲା ପରେ କ'ଣ କରିବେ, MCAଟା ସେ କମ୍ପାନୀଟା ପ୍ରୋଭାଇଡ଼ କରିବ। MCAଟା ସେ କମ୍ପାନୀ ଥ୍ରୋରେ କରିବେ, ସେଠାରେ ଜବ୍ କରିବେ। କେତେ ଏଗ୍ରିମେଣ୍ଟ ନା କ'ଣ ଥାଏ, କେତେ ବର୍ଷର ଏଗ୍ରିମେଣ୍ଟ, ହଁ ମୁଁ ଏ ବର୍ଷ 5 ବର୍ଷ ହେଇଗଲା, 3 ବର୍ଷ ହେଇଗଲା, ଏଥିରେ ହିଁ କାମ କରିବି ବୋଲି ଏଗ୍ରିମେଣ୍ଟ ଗୋଟେ ସାଇନ୍ କରିଥାନ୍ତି। ତ ତାର କିଛି ଡିସଆଡ଼ଭାଣ୍ଟେଜଟା ନାହିଁ। ଓକେ, ଆପଣମାନେ ସେମିତି କରିବି ଆଗକୁ ଯାଇପାରିବେ। ଦେନ୍ ହେଇଗଲା IT, BSc କମ୍ପ୍ୟୁଟର ସାଇନ୍ସ କରିକି MSc କମ୍ପ୍ୟୁଟର ସାଇନ୍ସ କରିକି ଲେକ୍ଚରର ହେଇପାରିବେ। BSc କମ୍ପ୍ୟୁଟର ସାଇନ୍ସ କରିକି ଆପଣମାନେ ଯେଉଁ ବି ଟେକ୍ନୋଲୋଜି ହେଇଗଲା କି ଯେଉଁ ବି କୋଚିଂ ହେଇଗଲା ଖୋଲିପାରିବେ। ୟୁଟ୍ୟୁବ୍ ଚ୍ୟାନେଲଟା ଖୋଲିପାରିବେ। ୟୁଟ୍ୟୁବ୍ ଚ୍ୟାନେଲଟା ଅବଭିୟସଲି ବହୁତ ଗୁଡ଼ାକ ଜାଗାରେ ଖୋଲିପାରିବେ। ଆପଣମାନେ କିଛି ଗ୍ରାଫିକ୍ସ ଡିଜାଇନିଂ ହେଇଗଲା, କିଛି ଫଟୋଗ୍ରାଫି, ସେଇଟା ତ ନର୍ମାଲ ଅଟେ। କିଛି ଗ୍ରାଫିକ୍ସ ଡିଜାଇନିଂ ହେଇଗଲା, କଣ୍ଟେଣ୍ଟ ରାଇଟିଂ ହେଇଗଲା, ୟା ଫିର୍ ଯାହା ବି ITର କୋର୍ସ ଗୁଡ଼ାକ ଅଛି ତାହା ଗୁଡ଼ାକ କରିକି ଆପଣମାନେ ଆଗକୁ ନିଜ ଅର୍ନିଂ କରିପାରିବେ। ଓକେ, ସୋ ଦିସ୍ ଇଜ୍ ଆନ୍ ଆଡଭାଣ୍ଟେଜ ଅଫ୍ PCB IT। ସୋ ଆପଣମାନେ ଏଇଟା ଚିନ୍ତା କରନ୍ତୁ ନାହିଁ କି ମୁଁ PCB IT ନେଇକି ଭୁଲ କରିଦେଲି, କାହିଁକି ନା ଏଇଟାରେ ମଧ୍ୟ ଆଡଭାଣ୍ଟେଜ, ସବୁଥିରେ ଗୋଟେ 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 ଆଡଭାଣ୍ଟେଜ ଥାଏ, ସବୁଥିରେ ଗୋଟେ 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 ଡିସଆଡଭାଣ୍ଟେଜ ଥାଏ। ମ୍ୟାଟର କରେ କ'ଣ ଆମକୁ ଦରକାର ଅଛି। ଓକେ, ଆପଣମାନଙ୍କୁ ଭଲ ଲାଗୁନଥିଲା ମ୍ୟାଥ, ହଁ ଠିକ୍ ଅଛି, ଆପଣମାନେ PCB IT ନେଲେ, ସେଥିରେ କ'ଣ ହିଁ ହେଇଗଲା। ତ ଏଇଟା ଗୁଡ଼ାକ ଥାଏ। ଓକେ, ତ ଆମେ ଆଜି ଦେଖିବା ପିଓର ସାଇନ୍ସ ଆଣ୍ଡ ରିସର୍ଚ୍ଚ, ମେଡ଼ିକାଲ ଫିଲ୍ଡ, IT ଆଣ୍ଡ କମ୍ପ୍ୟୁଟର ଆପ୍ଲିକେସନ୍। ଆଉ 3ଟା ଅଛି, ଯେଉଁଟା ହେଲା କ୍ରିଏଟିଭ ଭୋକେସନାଲ ପାଥ୍, ଏଲିଡ୍ ହେଲ୍ଥ ସାଇନ୍ସେସ୍ ଆଣ୍ଡ କମର୍ସ ଆଣ୍ଡ ମ୍ୟାନେଜମେଣ୍ଟ କ୍ରସଓଭର। ସୋ ଷ୍ଟାର୍ଟ କରିବା। ମେଡ଼ିକାଲ ଫିଲ୍ଡ, ଆପଣମାନଙ୍କୁ PCMBରେ ମଧ୍ୟ କ୍ୟାରିୟର ଅପସନ୍ସ ଗୁଡ଼ାକ ଥିଲା, ସେଥିରେ ମଧ୍ୟ କହିଥିଲି ମେଡ଼ିକାଲ ଫିଲ୍ଡ। ମେଡ଼ିକାଲ ଫିଲ୍ଡଟା ନା ବହୁତ ଭଲ ଆଜିକାଲିରେ। ହଁ, କମ୍ପ୍ୟୁଟର ସାଇନ୍ସର ଫିଲ୍ଡଟା ଗୋଟେ ସାଇଡ୍ ଭଲ, ମାନେ ମେଡ଼ିକାଲର ଫିଲ୍ଡଟା ଆଉ ଗୋଟେ ସାଇଡ୍ ଭଲ। ଓକେ, ଆପଣମାନେ ଯଦି ହେଇପାରୁଛି ତାହେଲେ B.Pharm କରିନିଅନ୍ତୁ। ଆପଣମାନଙ୍କୁ ଯଦି NEET କରିବାର ନାହିଁ, MBBS କରିବାର ନାହିଁ, ତାହେଲେ B.Pharm କରିନିଅନ୍ତୁ, ସେଟା ମଧ୍ୟ ବେଷ୍ଟ କ୍ୟାରିୟର ଗୋଟେ। ସୋ ଦେଖିନେବା କ'ଣ କ'ଣ ଅଛି। ତ କୋର୍ସେସରେ ଅଛି MBBS, BDS, BAMS, BHMS, B.Pharm। ଏଇଟାମାନଙ୍କୁ ଛାଡ଼ି ଦିଅନ୍ତୁ, BAMS, BHMS, BDS ଛାଡ଼ି ଦିଅନ୍ତୁ, ଏଇଟା ସେତେ ମିନ୍ସ ସେତେ ପପୁଲାର ନାହିଁ ଏଇଟା ଗୁଡ଼ାକ। B.Pharm ହେଇଗଲା, ନର୍ସିଂ ହେଇଗଲା, ବାୟୋଟେକ୍ନୋଲୋଜି ହେଇଗଲା, ଫିଜିଓଥେରାପିଷ୍ଟ ହେଇପାରିବେ, ଫିଜିଓଥେରାପି କୋର୍ସ ଗୋଟେ ବି ଅଛି। ତ ଏଇଟା ପାଇଁ NEETଟା ଦେବାକୁ ପଡ଼େ। NEETଟା ଯଦି ଯେଉଁ MBBSରେ ଆପଣମାନଙ୍କୁ NEETଟା କମ୍ପଲସରି ଥାଏ, କିନ୍ତୁ ନର୍ସିଂରେ ଯଦି ଗଭର୍ଣ୍ଣମେଣ୍ଟରେ କରିବାର ଅଛି ତାହେଲେ NEETଟା କମ୍ପଲସରି ଥାଏ, ଅଦରୱାଇଜ୍ ପ୍ରାଇଭେଟରେ କରିଲେ NEETଟା କମ୍ପଲସରି ନଥାଏ। B.Pharm ପାଇଁ ଆଇ ଥିଙ୍କ ନଥାଏ B.Pharm ପାଇଁ। ଓକେ, ଦେନ୍ ହେଇଗଲା କ୍ୟାରିୟର ରୋଲ୍ସ ଗୁଡ଼ା କ'ଣ କ'ଣ ଅଛି, କ'ଣ ହେଇପାରିବେ ଆଗକୁ ଏଇଟା କଲେ। ଡକ୍ଟର ହେଇପାରିବେ, ଡେଣ୍ଟିଷ୍ଟ ହେଇପାରିବେ, ଫାର୍ମାସିଷ୍ଟ ହେଇପାରିବେ, ବାୟୋଟେକ୍ ହେଇପାରିବେ, ବାୟୋଟେକ୍ ଯେଉଁଟା ପ୍ରଫେସନ୍ ଥାଏ ତାହା ହେଇପାରିବେ, ସାଇଣ୍ଟିଷ୍ଟ ହେଇପାରିବେ, ନର୍ସ ହେଇପାରିବେ, ଆଉ ପଢ଼େଇ ପାରିବେ ନର୍ସିଂ ପିଲା ଛୁଆମାନଙ୍କୁ ଯଦି ନର୍ସିଂ କରିଲେ। ଓକେ, ଦେନ୍ ଆସିଗଲା ଏଇଟା ଗୁଡ଼ାକ ଡ୍ୟୁରେସନ୍ କେତେ ଥାଏ, 5 to 6 years ଅର୍ 4 to 5 years। ଓକେ, ସେତେ ଥାଏ ନା। ଦେନ୍ ଆସିଗଲା ମେଡ଼ିକାଲ ଫିଲ୍ଡରେ କ'ଣ କ'ଣ କଲେଜ ଗୁଡ଼ାକ ଭଲ ଅଛି ଆଜିକାଲି। ଏମ୍ସ ଭୁବନେଶ୍ୱର ବେଷ୍ଟ ଅଛି, ଗଭର୍ଣ୍ଣମେଣ୍ଟଟା ସେଇଟା। SCB ମେଡ଼ିକାଲ କଲେଜ କଟକ ମସ୍ତ ଅଛି। ହାଇଟେକ୍ ମେଡ଼ିକାଲ କଲେଜ ଭୁବନେଶ୍ୱର ବେଷ୍ଟ ଅଛି। ଆପଣମାନଙ୍କୁ ଯଦି ମିନ୍ସ ଆଉ ରିସର୍ଚ୍ଚ କରିଲେ ଆପଣମାନଙ୍କୁ ଆଉ ମଧ୍ୟ କଲେଜ ଗୁଡ଼ାକ ପାଖ ଆଖିରେ ମିଳିଯିବ। ଓକେ, ଦେନ୍ ଦେଖିନେବା ଏଲିଡ୍ ହେଲ୍ଥ ସାଇନ୍ସେସ୍। ଇଟ୍ ମିନ୍ସ କୋର୍ସ ଗୁଡ଼ାକ, ମିନ୍ସ ଗୋଟେ ସ୍ପେସିଆଲିଷ୍ଟ ହେଇପାରିବେ ଆପଣମାନେ, କେଉଁ କୋର୍ସରେ ହେଇଗଲା, କିଛି ଫିଲ୍ଡରେ ହେଇଗଲା, ସେଇଟା ଗୁଡ଼ାକ। ଦେଖ, ଫିଜିଓଥେରାପି ମୁଁ ଯେଉଁ କହୁଥିଲି, ଫିଜିଓଥେରାପି, ରେଡ଼ିଓଲୋଜି, ମେଡ଼ିକାଲ ଲ୍ୟାବ୍ ଟେକ୍, ନ୍ୟୁଟ୍ରିସନ୍ ଆଣ୍ଡ डाइटेस्टिक्स, I think I pronounced correct। ଫିଜିଓଥେରାପି, ରେଡ଼ିଓଲୋଜି, ଏଇଟା ଗୁଡ଼ାକ କୋର୍ସ ଗୁଡ଼ାକ ଏଣ୍ଟ୍ରାନ୍ସ ଏକ୍ଜାମ୍ କ'ଣ ଦେବାକୁ ପଡ଼େ, NEET ଦେବାକୁ ପଡ଼େ। କ୍ୟାରିୟର ରୋଲ୍ସ ଗୁଡ଼ାକ କ'ଣ, ଫିଜିଓଥେରାପିଷ୍ଟ ହେଇପାରିବେ, ଲ୍ୟାବ୍ ଟେକ୍ନିସିଆନ୍ ହେଇପାରିବେ, ଡାଇଟିସିଆନ୍ ହେଇପାରିବେ। ଡାଇଟିସିଆନ୍ ମିନ୍ସ ହଁ, ଯେଉଁ ଡାଏଟ୍ ଗୁଡ଼ାକ ଯେଉଁଟା ଗୁଡ଼ାକ ଥାଏ, ଯେଉଁଟା ଗାଇଡ଼ କରନ୍ତି ସେମାନେ ଆଇ ଥିଙ୍କ। ହଁ, ଆଉ ହେଇଗଲା ମେଡ଼ିକାଲ ଲ୍ୟାବ୍ ଟେକ୍, ମିନ୍ସ ମେଡ଼ିକାଲ ଲ୍ୟାବ୍ରେ କ'ଣ କ'ଣ ଦରକାର କ'ଣ ନାହିଁ, ସେଇଟା ଗୁଡ଼ାକ ଭଲ ଜବ୍ ଗୁଡ଼ାକ। ଏଇଟା ଗୁଡ଼ାକ ଫିଜିଓଥେରାପି ମଧ୍ୟ ଭଲ ଅପରଚ୍ୟୁନିଟି ଆପଣଙ୍କ ପାଇଁ। ଯଦି NEET ନହେଲା ତାହେଲେ ଆପଣମାନେ ଏଇଠାରେ କରିପାରିବେ, ଇଣ୍ଟରେଷ୍ଟ ଅଛି ବେଲେ। ଓକେ, ଇଣ୍ଟରେଷ୍ଟ ନଥିଲା ଜିନିଷ କେବେ ବି ଆପଣଙ୍କ ଲାଇଫରେ କରିବେ ନାହିଁ, କାହିଁକି ନା ଯଦି ଆପଣମାନଙ୍କୁ ମଜା ନ ଆସିବ, ସେଇ ଜବ୍ର ଜୋସ୍ ନଥିବ, ସେଇ ଜବ୍ ଉପରେ ଆପଣ ଇଣ୍ଟରେଷ୍ଟ ନଥିବ, ତାହେଲେ ଆପଣମାନେ ଫେଲ୍ ହେବେ ହିଁ ହେବେ।
ओके ମୁଁ ଆପଣମାନଙ୍କୁ ଡିମୋଟିଭେଟ୍ କରୁନାହିଁ। ମୁଁ କହୁଛି କି ଆପଣମାନେ ଇଣ୍ଟରେଷ୍ଟ ଯୋଉଥି ଅଛି ସେଇଟାକୁ ଚୁଜ୍ କରନ୍ତୁ। ଆପଣମାନେ ଘରର ଫ୍ୟାମିଲି ପ୍ରେସରରେ ଆସିକି କିଏ ଗୋଟେ କଣ କହିଥିଲା ତାହାକୁ ଶୁଣିକି ଆପଣମାନଙ୍କୁ ଡିସିଜନକୁ ଚେଞ୍ଜ କରନ୍ତୁ ନାହିଁ। କାହିଁକି ନା ଆପଣଙ୍କ ହିଁ ଲାଇଫ୍ ଏଟ୍ ଦ ଲାଷ୍ଟ ଆପଣଙ୍କ ହିଁ ଲାଇଫ୍ ସେଇଟା। କିଏ ଆସିକି ଆପଣଙ୍କୁ କରିଦେବ ନାହିଁ, କିଏ ଆସିକି ଆପଣଙ୍କୁ ପଇସା ଦେଇଦେବ ନାହିଁ, କିଏ ଆସିକି ଆପଣଙ୍କୁ ହେଲ୍ପ କରିବ ନାହିଁ। ସବେ ଆପଣଙ୍କ ଲାଇଫରେ କଣ ଚାଲିଛି ତାହା ଉପରେ ଫୋକସ୍ କରିବି। ଓକେ ସୋ କାହାର ଡିସିଜନକୁ ମାନନ୍ତୁ ନାହିଁ, ମାନନ୍ତୁ ନାହିଁ ମିନ୍ସ ରେସ୍ପେକ୍ଟ କରନ୍ତୁ। ଓକେ ହଁ ଆପଣଙ୍କ ଯୋଉଟା ଇଚ୍ଛା ଅଛି, ଯୋଉଟା ଇଣ୍ଟରେଷ୍ଟ ଅଛି, ସୁବିଧା ହେଇପାରୁଛି ବୋଲି ସେଇଟା ହିଁ ପରଚେସ୍ କରନ୍ତୁ। ଆଉ ଯଦି ନ ହେଇପାରୁଛି ତାହେଲେ ତା ରିଲେଟେଡ୍ କିଛି କିଛି କରନ୍ତୁ। ଅଦରୱାଇଜ ୟୁ ୱିଲ୍ ରିଗ୍ରେଟ୍। ଓକେ 3 to 4 years ର ଡ୍ୟୁରେସନ୍ ଥାଏ ଏଇଟା ଗୁଡ଼ାକ କୋର୍ସ ଗୁଡ଼ାକ। ଦେନ୍ ଆସିଗଲା କଲେଜ ଗୁଡ଼ାକ କଣ, ଏମ୍ସ ଭୁବନେଶ୍ୱର, ଏସସିବି ମେଡିକାଲ କଲେଜ କଟକଟା ଭଲ ଅଛି, ହାଇଟେକ୍ ମେଡିକାଲ କଲେଜ ଭୁବନେଶ୍ୱର, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ କିମ୍ସ ଭୁବନେଶ୍ୱର, ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ସୋଆ ଭୁବନେଶ୍ୱର, ଦେନ୍ ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲ ବାଲେଶ୍ୱର, MKCG ମେଡିକାଲ କଲେଜ ବରହମପୁର। ଏଇଟା ଗୋଟେ ବହୁତ ଫେମସ୍ କଲେଜଟା। ଦେନ୍ ଆସିଗଲା IT and computer applications as you know. ଓକେ ଦେନ୍ ଏଇଟା ହେଲା ଆପଣମାନେ ଜାଣିଛନ୍ତି BSc କଣ, ବ୍ୟାଚଲର ଅଫ୍ ସାଇନ୍ସ, BCA କଣ, ବ୍ୟାଚଲର ଅଫ୍ କମ୍ପ୍ୟୁଟର ଆପ୍ଲିକେସନ। ITରେ BSc କରିପାରିବେ, କମ୍ପ୍ୟୁଟର ସାଇନ୍ସରେ BSc କରିପାରିବେ। ତ ଏଇଟା ଗୁଡ଼ାକ କଲେ କଣ ହେବ, ଏଇଟା ଗୁଡ଼ାକ କଲେ ଆପଣମାନେ ସଫ୍ଟୱେର ଡେଭଲପର ହେଇପାରିବେ, ୱେବ ଡେଭଲପର ହେଇପାରିବେ, ଡାଟାବେସ୍ ଆଡମିନିଷ୍ଟ୍ରେଟର ହେଇପାରିବେ। ବହୁତ ଗୁଡ଼ାକ ଏଇଟା ଗୁଡ଼ାକ ଅଛି। ଓକେ ଇଥିକାଲ ହ୍ୟାକର ହେଇପାରିବେ। ସୋ ଏଇଟା ଗୁଡ଼ାକ ଆପଣମାନେ ଯଦି IT ଲାଇନରେ ଇଣ୍ଟରେଷ୍ଟ ଅଛି ତାହେଲେ ଆପଣମାନେ ଏଇଟା ଗୁଡ଼ାକ କରିପାରିବେ। ଓକେ BCAଟା ଭଲ ଥାଏ। ଯଦି ଆପଣମାନଙ୍କୁ ଟିଚର ଲାଇନରେ ଯିବାର ନାହିଁ ତାହେଲେ ଆପଣମାନେ BCA କରିନିଅନ୍ତୁ। ଯଦି ଆପଣ କର୍ପୋରେଟ ଲାଇନରେ ଯିବାର ଅଛି, ଆପ୍ଲିକେସନ ଉପରେ ବହୁତ ଫୋକସ୍ ଅଛି, ପ୍ରାକ୍ଟିକାଲ ଥିଙ୍ଗସ ଗୁଡ଼ାକ ବହୁତ ଫୋକସ୍ ଅଛି, ତାହେଲେ ଆପଣ BCA କରିନିଅନ୍ତୁ। ଯଦି ଆପଣମାନଙ୍କୁ BSc କରିବାର ଅଛି ମିନ୍ସ ଥିଓରିଟିକାଲ କିଛି ଇଣ୍ଟରେଷ୍ଟ ଅଛି ବହୁତ, ଆପଣମାନଙ୍କୁ ଟିଚର ହେଇଗଲା ୟା ଫିର ଲେକ୍ଚର ହେଇଗଲା ତାହେଲେ ଲାଇନରେ ଯିବାର ଅଛି ତାହେଲେ BSc କରିନିଅନ୍ତୁ। ଇଜି। ଓକେ BSc IT କଣ ପାଇଁ କରିନେବେ, ଇନଫର୍ମେସନ ଟେକ୍ନୋଲୋଜି ଉପରେ ବହୁତ ଯଦି ଆପଣମାନଙ୍କୁ ଯିବାର ଅଛି ତାହେଲେ IT କରିନିଅନ୍ତୁ। ଯଦି ଆପଣମାନଙ୍କୁ ସାଇନ୍ସ ଉପରେ ବହୁତ ଫୋକସ୍ ଅଛି ତାହେଲେ BSc କରିନିଅନ୍ତୁ। 3 years ର ଡ୍ୟୁରେସନ ଥାଏ ଏଥର। ଓକେ ଇଟ୍ ଇଜ ଆନ୍ ଆଡଭାଣ୍ଟେଜ ଅଫ ୟୋର PCB IT। ଓକେ ଆଉ ଏଇଟା ଗୁଡ଼ାକ ଭଲ କ୍ୟାରିୟରଟା, ମୁଁ କହିବି ନା ଖରାପ, ବହୁତ ଭଲ କ୍ୟାରିୟରଟା। ଓକେ ଦେନ୍ ଏଇଟା ପାଇଁ କଣ କଣ ଏଇଟା ଇନଷ୍ଟିଟ୍ୟୁଟ୍ ଅଛି, କଳିଙ୍ଗ ଇନଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି କିଟ୍ ଭୁବନେଶ୍ୱର। ଓକେ ହାଇଲି ରେପ୍ୟୁଟେଡ୍ କଲେଜଟା ଏବଂ ବିଟେକ୍ MCA ପାଇଁ ବହୁତ ଭଲ ଅଛି, କିନ୍ତୁ ଆମର ବିଟେକ୍ ତ ନାହିଁ ସୋ ଛାଡ଼ିଦେବେ ଏଇଟା। Then International Institute of Information Technology IIIT Bhubaneswar best college. Okay then specialized in IT and computer science education. ପ୍ଲେସମେଣ୍ଟ ଟା ଭଲ ଅଛି। ପ୍ଲେସମେଣ୍ଟ ମିନ୍ସ ଆପଣ ମାନଙ୍କୁ କୋର୍ସ ସରିଗଲେ ଜବ୍ ମିଳିଯିବ, ସେଇଟା ହଉଛି ପ୍ଲେସମେଣ୍ଟ। ଦେନ୍ ଅଛି ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ OUTR ଭୁବନେଶ୍ୱର। ଏଇଟା ଗୋଟେ ଭଲ କଲେଜଟା। ଓକେ IT ଇଣ୍ଡଷ୍ଟ୍ରି ପାଇଁ ଭଲ କଲେଜ। ଦେନ୍ ଆସିଗଲା CV ରମନ କଲେଜ ଆଉ ନିଷ୍ଟ ୟୁନିଭର୍ସିଟି। ଓକେ ନିଷ୍ଟ ୟୁନିଭର୍ସିଟି ବରହମପୁର, ଏଇଟା ବି ଭଲ କଲେଜଟା। CV ରମନ ତ ଆପଣମାନେ ଶୁଣିଛନ୍ତି ନା, ଭଲ କଲେଜ ଅବଭିୟସଲି। ଦେନ୍ ଆସିଗଲା ପିଓର ସାଇନ୍ସ ଆଣ୍ଡ ରିସର୍ଚ୍ଚ। ପିଓର ସାଇନ୍ସ ଆଣ୍ଡ ରିସର୍ଚ୍ଚରେ କିଛି ନାହିଁ, ନର୍ମାଲି BSc ଅଛି, बैचलर ऑफ साइंस इन फिजिक्स और केमिस्ट्री और मैथ और बायोलॉजी और कंप्यूटर साइंस। आपण मानक जदि सेई करियर उपरे जिबार अछि ताले आपण माने जाई परिबे, किंतु मु सेते सजेस्ट करिबि नै एताको, काहेकि ना ଆପଣମାନେ ଯଦି ବାୟୋଲୋଜି ଲାଇନରେ ଯାଉଛନ୍ତି ତାହେଲେ ଠିକ୍ ଅଛି। ଆପଣମାନେ ଯଦି ମ୍ୟାଥ୍ ନେଇନାହାନ୍ତି ତାହେଲେ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥକୁ ଯାଇକି କିଛି ସେତେ ଲାଭ ନାହିଁ। ଆପଣ ଯଦି କମ୍ପ୍ୟୁଟର ସାଇନ୍ସ ଲାଇନରେ ଚାହୁଁଛନ୍ତି ତାହେଲେ ବି ଠିକ୍ ଅଛି, ସାଇଣ୍ଟିଷ୍ଟ ହେଇପାରିବେ, ଲେକ୍ଚର ହେଇପାରିବେ, ରିସର୍ଚ୍ଚର ହେଇପାରିବେ। ଆଉ ଏଇଟା 3 years ଡ୍ୟୁରେସନ୍। ଓକେ ନେକ୍ସଟ ଦେଖିନା କଲେଜ ଗୁଡାକ କଣ କଣ ଅଛି। ଉତ୍କଳ ୟୁନିଭର୍ସିଟି ଭୁବନେଶ୍ୱର ବେଷ୍ଟ ଅଛି, ରେଭେନ୍ସା ୟୁନିଭର୍ସିଟି କଟକ ବେଷ୍ଟ ଅଛି, ନାଇଜରଟା ବେଷ୍ଟ ଅଛି କେମିଷ୍ଟ୍ରି ସାଇନ୍ସ ରିସର୍ଚ୍ଚ ୟା ଫିର ତାହା ପାଇଁ। ଓକେ ଦେନ୍ ଦେଖିନେବା କମର୍ସ ଆଣ୍ଡ ମ୍ୟାନେଜମେଣ୍ଟ। କମର୍ସ ଆଣ୍ଡ ମ୍ୟାନେଜମେଣ୍ଟରେ କଣ ଅଛି, ଆପଣମାନେ ମୁଁ କହିଥିଲି ଆପଣମାନଙ୍କୁ ଯଦି ଆପଣମାନେ ସାଇନ୍ସ ନେଇଛନ୍ତି ପ୍ଲସ୍ ଟୁରେ
ତାହେଲେ ଆପଣମାନେ କମର୍ସ ଆଡ଼େ ବି ଯାଇପାରିବେ, ଆର୍ଟ୍ସ ଆଡ଼େ ବି ଯାଇପାରିବେ, ସାଇନ୍ସ ଆଡ଼େ ବି ଯାଇପାରିବେ। ଓକେ, ସୋ ଆପଣମାନଙ୍କୁ ଏଇଟା ଆଡଭାଣ୍ଟେଜ ହେଲା ନା, ସେଥିପାଇଁ ଘରେ କହନ୍ତି ଆପଣମାନେ ସାଇନ୍ସ ନିଅନ୍ତୁ ବୋଲିକି। ଓକେ, ସୋ ଏଠାରେ କୋର୍ସ ଗୁଡ଼ାକ ଅଛି BBA, BCom, ଇକୋନୋମିକ୍ସ, CA, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଯୋଉଟା ଥାଏ ତାହା, ବ୍ୟାଚଲର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ, ବ୍ୟାଚଲର ଅଫ୍ କମର୍ସ। ଓକେ, ସେଟା ଗୁଡ଼ା ଆପଣମାନେ ଯଦି ବିଜନେସରେ ଇଣ୍ଟରେଷ୍ଟ ଅଛି, ଆପଣମାନଙ୍କୁ ଏଣ୍ଟରପ୍ରେନର ହେବାର ଅଛି, ତାହେଲେ ଆପଣମାନେ ଏଇଟାକୁ ପରଚେସ୍ କରନ୍ତୁ। ଏଇଟା ଗୋଟେ ଇଣ୍ଟରେଷ୍ଟିଂ କୋର୍ସଟା, ଭଲ ଲାଗେ। ଓକେ, ଦେନ୍ ଆସିଗଲା କ୍ୟାରିୟର ରୋଲ୍ସ ଗୁଡ଼ା କ'ଣ କ'ଣ ଅଛି, ମ୍ୟାନେଜର, ଆନାଲିଷ୍ଟ, ଏଣ୍ଟରପ୍ରେନର, ଏଇଟା ଗୁଡ଼ାକ ଅଛି। ଦେନ୍ ଏଣ୍ଟ୍ରାନ୍ସ ଏକ୍ଜାମ କ'ଣ କ'ଣ ଦେବାକୁ ପଡ଼ିବ, CUET, CPT। ଯଦି ଭଲ କଲେଜରେ କରିବ ଅଛି ତାହେଲେ ଏଇଟା ଏଣ୍ଟ୍ରାନ୍ସ ଗୁଡ଼ାକ ଦେବେ, ଅଦରୱାଇଜ ପ୍ରାଇଭେଟ କଲେଜରେ ନଟ୍ ନିଡେଡ୍। ଦେନ୍ ଏଇଟା ଡ୍ୟୁରେସନଟା କେତେ ଥାଏ, 3 to 4 years। ବିକମ୍ଟା 4 yearsର ଥାଏ, ଆଉ CAଟା ଆଇ ଥିଙ୍କ 4 yearsର ଥାଏ, ଆଉ BBA ଇକୋନୋମିକ୍ସ ଏଇଟା ଗୁଡ଼ା 3 yearsର ଥାଏ। ଦେନ୍ ଆସିବ କଲେଜ ଗୁଡ଼ାକ କ'ଣ କ'ଣ ଅଛି, IIM ସମ୍ବଲପୁର, XIM ୟୁନିଭର୍ସିଟି ଭୁବନେଶ୍ୱର। ଓକେ, ଦେନ୍ ହେଇଗଲା IMT ଭୁବନେଶ୍ୱର, ତାହା ଗୁଡ଼ାକ କଲେଜ ଗୁଡ଼ାକ ଅଛି। ଆଉ ଗୋଟେ କଥା, ଯଦି ଆପଣମାନେ BBA କରୁଛନ୍ତି ଆଉ ତାପରେ MBA କରିଛନ୍ତି ତାହେଲେ ମଧ୍ୟ ବେଷ୍ଟ, କାହିଁକି ନା ଭଲ ପ୍ଲେସମେଣ୍ଟ ଗୁଡ଼ାକ ଯଦି ଭଲ କଲେଜରେ କରୁଛନ୍ତି ତାହେଲେ। ଆଉ ଏଇଟା ଗୁଡ଼ାକ ଭଲ, ଆଇ ଥିଙ୍କ ଆପଣ ଯଦି କର୍ପୋରେଟ ଲାଇନରେ ଯିବାର ଅଛି, ଯଦି ଆପଣମାନଙ୍କୁ ବାହାରକୁ ଯିବାର ଅଛି, ତାହେଲେ ଏଇଟା ଗୁଡ଼ା କରିବାଟା ଭଲ, ବେଟର ଅଟେ। MBA ମଧ୍ୟ କଲେ ହାଇ ରେପୁଟେଡ୍ ଜବ୍ ଗୁଡ଼ାକ ମିଳେ, HR ହେଇପାରିବେ, ଆଉ ବହୁତ ଗୁଡ଼ାକ ଜିନିଷ ଗୁଡ଼ା ଅଛି ହେଇପାରିବେ। ଓକେ, ଦେନ୍ ଆସିଗଲା ଆମର କ୍ରିଏଟିଭ ଆଣ୍ଡ ଭୋକେସନାଲ କୋର୍ସେସ୍। କ୍ରିଏଟିଭ ମିନ୍ସ ଆପଣମାନେ ଜାଣିପାରୁଥିବେ କ'ଣ, କ୍ରିଏଟିଭ ମିନ୍ସ passion। ଓକେ, ହ୍ୱାଟ ଇଜ ୟୋର passion? ଯଦି passionରେ ପ୍ରଫେସନାଲ ହେବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଏଇଟା କରିପାରିବେ। ଡିପ୍ଲୋମା, BSc ଆନିମେସନ ଡିପ୍ଲୋମା କରିପାରିବେ, BSc ଇନ୍ ଆନିମେସନ କରିପାରିବେ, BDES କରିପାରିବେ, ବ୍ୟାଚଲର ଅଫ ଡିଜାଇନିଂ। ଏଇଟା କରିପାରିଲେ କେଉଁ ଫିଲ୍ଡରେ କରିପାରିବେ, ଆନିମେସନ ଆଣ୍ଡ ମଲ୍ଟିମିଡ଼ିଆ। କ'ଣ କ'ଣ ହେଇପାରିବେ, ଆନିମେଟର, VFX ଆର୍ଟିଷ୍ଟ, ଗେମ୍ ଡିଜାଇନର ଏଟସେଟ୍ରା। 1 to 3 yearsର ଥାଏ। ଦେନ୍ ବ୍ୟାଚଲର ଇନ୍ ଫାଇନ୍ ଆର୍ଟସ, ଏଇଟା ଗୁଡ଼ା ଦେଖିନେବେ। ଓକେ, ଫ୍ୟାସନ ଡିଜାଇନରେ କରିପାରିବେ ଡିପ୍ଲୋମା। ଦେନ୍ BDES ଇନ୍ ଫ୍ୟାସନ, ସରି ବ୍ୟାଚଲର ଅଫ ଫ୍ୟାସନ ଡିଜାଇନିଂ। ଯଦି ସାଇଣ୍ଟିଷ୍ଟ ହେବାର ଅଛି, ସରି ଷ୍ଟାଇଲିଷ୍ଟ ହେବାର ଅଛି, ଫ୍ୟାସନ ଡିଜାଇନର ହେବାର ଅଛି, ଗ୍ରାଫିକ ଡିଜାଇନ, ଏଇଟା ଗୋଟେ ପ୍ୟାସନ ଉପରେ ଯୋଉଟା ଗୁଡ଼ାକ ଥାଏ ସେଇଟା ଗୁଡ଼ାକ। ଆଉ ବି ମଧ୍ୟ ଅଛି ହୋଟେଲ ମ୍ୟାନେଜମେଣ୍ଟ କରିପାରିବେ, ବେଟର ଅପସନଟା ଏଇଟା ହୋଟେଲ ଉପରେ କିଛି ଯଦି ଅଛି, ହୋଟେଲ ଇଭେଣ୍ଟ ପ୍ଲାନର, ଟ୍ରାଭେଲ କନସଲଟାଣ୍ଟ, ଏଇଟା ଗୁଡ଼ା କହିପାରିବେ। ଦେନ୍ BFA ବ୍ୟାଚଲର ଅଫ ଫାଇନ୍ ଆର୍ଟସ, ଏଇଟା ଫଟୋଗ୍ରାଫିରେ କରିପାରିବେ, ଫଟୋ ଜର୍ନାଲିଷ୍ଟ, ସର୍ଟ ଟର୍ମ ଡିପ୍ଲୋମାଜ, IT ହେଇଗଲା, ଫିର୍ ବିୟୁଟି ହେଇଗଲା, ଫିଟନେସ୍ ହେଇଗଲା, ଏଇଟା ଗୁଡ଼ାକ ମଧ୍ୟ କରିପାରିବେ। 6 month ରୁ 2 yearsର ଥାଏ। ଏଇଟା ଗୁଡ଼ାକ ପାଖାପାଖି ନର୍ମାଲି ହୋଟେଲ ମ୍ୟାନେଜମେଣ୍ଟ only 3 to 4 yearsର ଥାଏ, ବାକି ସବୁ ଗୁଡ଼ାକ 1 to 3 years या फिर ଏଠାରୁ କମ୍ ଗୁଡ଼ାକ ହିଁ ଥାଏ। ଓକେ, କଲେଜ ଗୁଡ଼ାକ ହେଲା Centurion University of Technology and Management, CUTM, जोटा कि focus on skill based vocational courses like agriculture, design, animation, hospitality etc. पेसन गुड़ाक फॉलो करे। GAT यूनिवर्सिटी गुणपुर, एटा मध्य भलो अछि। सो यूनिवर्सिटी एंड किट, एटा मध्य भलो अछि। सो थैंक यू एवरीवन, थैंक्स फॉर वाचिंग। आई होप आपण माननको एटा गुड़ाक इनफॉरमेशन टा भल लागिथिबो। आउ आपण माने प्लीज लाइक करंतु, सब्सक्राइब करंतु, आउ एमिति वीडियो गुड़ाक पई बेल आइकन को प्रेस करि देबे, जो थ्री के आपण माननको जेते बेले मो वीडियो छाड़ीबी संगे संग नोटिफिकेशन टा पले जिवो। सो आउ इंटरेस्टिंग वीडियो पई लाइक करंतु, शेयर करंतु, सब्सक्राइब करंतु। बाय बाय, थैंक्स फॉर वाचिंग।